ସାର୍ ନମସ୍କାର, ମୋ ନାଁ ଅସ୍ମିତା ପ୍ରଧାନ। ମୁଁ ଢେଙ୍କାନାଳରୁ କହୁଛି। ସାର୍ ମୁଁ ୱେବିନାରରୁ ଆପଣଙ୍କର ଗୋଟେ ଲିଙ୍କ୍ ପାଇଥିଲି, ଯେଉଁଥିରେ ମୁଁ ଗୋଟେ ଦିନ ବସିବା ପାଇଁ କହିଥିଲି। ଆପଣ କ୍ଲାସ୍ କରିଥିଲେ। ଏହି କ୍ଲାସ୍ରେ ମୋତେ ବହୁତ କିଛି ଶିଖିବାକୁ ମିଳିଛି, ଯେଉଁଟାକି କ୍ଲାସ୍ରେ ଜଏନ୍ କରିବା ପରେ ମୁଁ ମାନେ ଶିକ୍ଷାଗୁରୁ ତ ସବୁ ବହୁତ ପାଇପାରିବା, କିନ୍ତୁ ଦୀକ୍ଷାଗୁରୁ ବହୁତ କମ୍ ମିଳିବେ। ଯେମିତି ଆପଣଙ୍କ ଭଳି ଜଣେ ଗୁରୁ ପାଇ ମୁଁ ବହୁତ ଧନ୍ୟ ହେଇଛି। ଯେମିତି ଆପଣ ଶିଖେଇଛନ୍ତି ଅତୀତକୁ ଭୁଲି ଯାଇକି ଯେମିତି ଆଗକୁ ବଢ଼ିବା, ଧ୍ୟାନ କରିକି ନିଜର ମନକୁ ଶାନ୍ତି ରଖିବା, ଅନ୍ୟ ଉପରେ ଆଶା ନ କରି ନିଜ କାମ ନିଜେ କରିବା, ପ୍ରଥମ କାମରେ ବିଫଳ ହେଲେ ପୁଣି ବାରମ୍ବାର ଚେଷ୍ଟା କରିକି ସଫଳ ପାଇବା, ଯେ କେମିତି ଆମେ ନିଜର ମନକୁ କନଷ୍ଟାଣ୍ଟ କରିବା, ଆଉ ନିଜର ଶକ୍ତିକୁ ଅଯଥା ଅପଚୟ ନ କରି ଅଯଥା ଲୋକ ସହିତ କଥା ନ ହୋଇ ନିଜର କ୍ଷମତା ହିସାବରେ ନିଜର କାର୍ଯ୍ୟ କରିବା, ଆଉ କଥା କମ୍ କରି କାମ ଅଧିକା କରିବା, ଏଇଭଳି କିଛି କିଛି ଜିନିଷ ଶିଖେଇବା ସହିତ ଆମକୁ ଆଞ୍ଜେଲଙ୍କ ସହିତ କନେକ୍ଟ କରି ବହୁତ କିଛି ଜିନିଷ ଆମକୁ ଶିଖେଇଛନ୍ତି। ଯେମିତିକି ଆଞ୍ଜେଲଙ୍କ ସହିତ କଥା ହେଇକି ଆମର ଆର୍ଥିକ, ପାରିବାରିକ, ମାନସିକ ଆଉ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଆମେ ସୁଧାରି ପାରିବା। କି ଆଜି ପର୍ଯ୍ୟନ୍ତ ମୁଁ କୌଣସି ଭଗବାନଙ୍କୁ ଦେଖି ନାହିଁ, କିନ୍ତୁ ଜଣେ ଭଗବାନଙ୍କ ଭଳି ଦେବଦୂତ ଭଳି ଆମ ହାତ ଧରିକି ଆମକୁ ଆଗେଇ ନେଇଛନ୍ତି, ସେଇଭଳିଆ ଗୁରୁଟେ ମୁଁ ପାଇଛି। ସାର୍ ଆପଣ ବିଶ୍ୱାସ କରିବେନି, ମାନେ ଏମିତି ଆଜି ପର୍ଯ୍ୟନ୍ତ କେହି ବି କହିନାହାନ୍ତି, ଯେ କି ଇଭିନ୍ ଶିକ୍ଷାଗୁରୁ ବି କହିନାହାନ୍ତି। ଶିକ୍ଷା ହେଲା ଅନ୍ଧାରରୁ ଆଲୋକକୁ ଆଗେଇ ନେବା ପାଇଁ ସେ ଗୁରୁ ହେଇଛନ୍ତି। ଦୀକ୍ଷାଗୁରୁ ହେଲା ଅନ୍ଧାରରୁ ଆଲୋକକୁ ନେବା, ଆଲୋକକୁ ନେଇକି ଦୁନିଆ ସାରା ବୁଲେଇବା, ଦୁନିଆ ସାରାର ଭଲ ମନ୍ଦ ସବୁ କିଛି ଶିଖେଇବା, ତାକୁ କହନ୍ତି ଦୀକ୍ଷାଗୁରୁ, ଯେଉଁଟା ମୁଁ ଆପଣଙ୍କଠୁ ପାଇଛି। ସାର୍ ଆପଣ ଜାଣିଥିବେ ୟୁଟ୍ୟୁବରେ ବହୁତ କିଛି ଭିଡ଼ିଓ ଆସେ, ୟାକୁ ନେଲେ ତାକୁ ନେଲେ ଏସବୁ ନେଲେ ସବୁ ଚେଞ୍ଜ ହେଇଯାଏ। ଇଭିନ୍ ଆପଣ ବିଶ୍ୱାସ କରିବେନି, ମୁଁ ଏଇଟା ନେଇଥିଲି ମ୍ୟାଜିକ୍ ଲକେଟ୍ 12,000 ଦେଇକି, ଗୋଟେ ବର୍ଷ ହେଲାଣି। ମୁଁ ସେ ଯାହା ଯାହା କହିଥିଲେ ମୁଁ ଠିକ୍ ସେ କରେ, କିନ୍ତୁ ନିଜର ମାନସିକ ଭାବରେ ମୁଁ ନିଜକୁ ଷ୍ଟ୍ରଙ୍ଗ କରିପାରିନି। କିନ୍ତୁ ଆପଣଙ୍କ କ୍ଲାସ୍ରେ ବସି ଆପଣଙ୍କ ସହିତ କଥାବାର୍ତ୍ତା ହେଇ ଆପଣଙ୍କଠୁ ଯେଉଁ ଶିକ୍ଷା ପାଇଛି, ଏଇ 6 ଦିନ ଭିତରେ ମୋ ଜୀବନ ଚେଞ୍ଜ ହେଇଯାଇଛି, ମୋ ଲାଇଫ୍ ଚେଞ୍ଜ ହେଇଯାଇଛି। ଇଭିନ୍ କି ଆମ ଘର ଲୋକ ଏତେ ସପୋର୍ଟ କରୁଛନ୍ତି ମୋତେ ଆଗକୁ ଯିବା ପାଇଁ, ଆପଣଙ୍କ କ୍ଲାସ୍ ଆହୁରି କରିବା ପାଇଁ। ମୋ ମନ ଏତେ ଆଗ୍ରହ, ଏତେ ବିଗ୍ରହ, କଥାରେ କି ପାଟିରେ ଏକ୍ସପ୍ରେସ୍ କରିପାରିବିନି। ଯେମିତି ବାପା ମା ଙ୍କ ସହିତ ନିଜର ମନ କଥା ଡିସ୍କସନ୍ କରିପାରିବ, ସେଇଭଳି ଆପଣ ଯେଉଁ ଭାବେ ଆପଣ ଜଣେ ଗୁରୁ, ଯାହାକୁ ମୁଁ ମୋର ଭଲ ମନ୍ଦ ସବୁ କିଛି କହିପାରିବି, ଯାହାର ଆପଣ ତାର ସଲ୍ୟୁସନ୍ ବାହାର କରିପାରିବେ, ସେ ଆଞ୍ଜେଲ। କାରଣ ଆପଣ ଜଣେ ପ୍ରକୃତରେ ଦେବଦୂତ। ହୁଏତ ଲୋକମାନେ ଏଇ କଥାଟା ବୁଝିପାରି ନାହାନ୍ତି, ମାନେ ସେ ଭାବୁଥିବେ ଯେ ହଁ କି ୟୁଟ୍ୟୁବରେ ଆସିକି କହିଦେଲା, କ'ଣ ଆମେ ତାଙ୍କ କ୍ଲାସ୍ ନେବୁ। କିନ୍ତୁ ଆପଣଙ୍କ କ୍ଲାସ୍ ଯିଏ ନେଇଛି ନା, ତା ଜୀବନ ଚେଞ୍ଜ ହେଇଯାଇଛି। ଆପଣଙ୍କ ସହିତ କଥାବାର୍ତ୍ତା ହେଇ, ଆପଣଙ୍କ ସହିତ ଶିକ୍ଷା ନେଇ ମୁଁ କେତେ ଆଗକୁ ଯାଇପାରିବି, ଆଉ କେତେ ଲୋକଙ୍କୁ ଆଗକୁ ନେଇପାରିବି। ଧନ୍ୟବାଦ ସାର୍, ଆପଣ ମୋ ଜୀବନର ପ୍ରକୃତ ରାସ୍ତା ଦେଖାଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।